ମା ଲକ୍ଷ୍ମୀ ଆପଣଙ୍କ ଘରେ ବାସ କରୁଥିଲେ ଦେଇଥାନ୍ତି ଏହି 10ଟି ସଂକେତ। କଣ ଆପଣଙ୍କୁ ମିଳିଛି କି? ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ, ଆପଣ ସମସ୍ତଙ୍କୁ ମୋ ଚ୍ୟାନେଲକୁ ପୁଣି ଥରେ ସ୍ୱାଗତ କରୁଛି। ଦର୍ଶକ ବନ୍ଧୁ, ଯେତେବେଳେ ମା ଲକ୍ଷ୍ମୀ ଆମ ଘରେ ବାସ କରିଥାନ୍ତି ଆମକୁ କିଛି ଶୁଭ ଅଶୁଭ ସଂକେତ ଦେଇଥାନ୍ତି। ଯେତେବେଳେ ଆମ ଘରେ ବାସ କରିଥାନ୍ତି ଆମର ଭାଗ୍ୟ ବଦଳିବା ପାଇଁ ଯାଇଥାଏ। ସେ ଆମକୁ କିଛି ସଂକେତ ଦେଇଥାନ୍ତି। କିଛି ଲୋକ ଏହାକୁ ଦେଖିକରି ଅଣଦେଖା କରିଦିଅନ୍ତି। ଯଦି ଆପଣମାନେ ଏହି ସଂକେତ ଜାଣିନେବେ ତେବେ ଆପଣମାନେ ବି ମାଙ୍କର କୃପାରୁ ବଞ୍ଚିତ ହେବେ ନାହିଁ ଏବଂ ଆପଣ ବି ଖୁସି ଖୁସିରେ ମାଙ୍କୁ ସ୍ୱାଗତ କରିବେ, ଯାଦ୍ୱାରା କି ଆପଣଙ୍କର ଭଲର ଦିନକୁ କିପରି ଆପଣମାନେ ସଞ୍ଚୟ କରି ରଖିପାରିବେ ବା ସେହି ସବୁ ଦିନକୁ କିପରି ଆପଣମାନେ ଠିକ ଜାଗାରେ ଠିକ ଉପାୟରେ ନିୟୋଜିତ କରିପାରିବେ ତାହା ଜାଣିପାରିବେ। ଦର୍ଶକ ବନ୍ଧୁ, ସୁଖ ହେଉ କି ଦୁଃଖ ସ୍ଥାୟୀ ନୁହଁ, ସମୟ ସବୁବେଳେ ପରିବର୍ତ୍ତନ ହେଉଥାଏ। ଯେପରି ଦୁଃଖ ପରେ ସୁଖ, ସୁଖ ପରେ ଦୁଃଖ ବି ଆସିଥାଏ। ଚାଲନ୍ତୁ ଆଉ ଡେରି ନ କରି ଜାଣିବା ଯେ ମା ଲକ୍ଷ୍ମୀ ଆମ ଘରେ ବାସ କରୁଥିଲେ ଆମକୁ କେଉଁ 10ଟି ସଂକେତ ଦେଇଥାନ୍ତି। ଯଦି ଆପଣମାନେ ମୋ ଚ୍ୟାନେଲକୁ ନୂଆ ଆସୁଛନ୍ତି ଚ୍ୟାନେଲକୁ ସବସ୍କ୍ରାଇବ କରି ପାଖରେ ଥିବା ବେଲ୍ ଆଇକନକୁ ପ୍ରେସ୍ କରିଦିଅନ୍ତୁ ଏବଂ ଏହି ଭିଡ଼ିଓକୁ ବହୁ ମାତ୍ରାରେ ସେୟାର କରନ୍ତୁ, ଯାଦ୍ୱାରା ଅନ୍ୟମାନେ ବି ଜାଣିପାରିବେ ଯେ ମା ଲକ୍ଷ୍ମୀଙ୍କର କୃପା ତାଙ୍କ ଉପରେ ବର୍ଷିବା ଆଗରୁ କେଉଁ ସଂକେତ ତାଙ୍କୁ ମିଳିଥାଏ। ଏବେ ଦର୍ଶକ ବନ୍ଧୁ, ଯେତେବେଳେ ମା ଲକ୍ଷ୍ମୀ ଆପଣଙ୍କ ଘରେ ବାସ କରିଥାନ୍ତି ସେତେବେଳେ କଣ ହୋଇଥାଏ ନା ଗୋଲ୍ଡେନ କଲରର ବିଲେଇ ଯାହାକି ଆପଣଙ୍କ ଘରକୁ ଆସିଥାଏ, ଅଚାନକ ଆସିଥାଏ। ଏହା ବି ଏକ ବହୁତ ବଡ଼ ଶୁଭ ସଂକେତ ଅଟେ। ଯଦି ଗୋଲ୍ଡେନ କଲରର ବିଲେଇ ବା ଅନ୍ୟ କୌଣସି ବି ବିଲେଇ ଆପଣଙ୍କ ଘରକୁ ଆସି ଯଦି ଛୁଆ ଜନ୍ମ କରିବ ତେବେ ଜାଣିନେବେ ଯେ ଆପଣଙ୍କ ଉପରେ ମା ଲକ୍ଷ୍ମୀଙ୍କର କୃପା ବର୍ଷିବା ପାଇଁ ଯାଉଛି। ଦର୍ଶକ ବନ୍ଧୁ, ଯେଉଁ ଘରେ ବିରାଡ଼ି ପାଳିଯାଏ ସେହି ଘର କଥା କହୁନି, ବିରାଡ଼ି ଅଚାନକ ଆସି ଆପଣଙ୍କ ଘରେ ଛୁଆ ଦବ, ଏହା ଆପଣଙ୍କର ଭାଗ୍ୟ ବଦଳିବାର ସଂକେତ ଅଟେ। ଦ୍ୱିତୀୟରେ, ଯଦି ଆପଣଙ୍କ ଘରେ କଳା ପିମ୍ପୁଡ଼ି ବହୁତ ସାରା ଗୋଲ ଗୋଲ ହୋଇ ରହିବେ କିମ୍ବା ଗୋଟିଏ ଜାଗାରୁ ଅଚାନକ ବାହାରିବେ, ପାଟିରେ କିଛି ଖାଦ୍ୟ ଧରିଥିବେ ଏବଂ ଲମ୍ବା ଲାଇନ କରି ଯାଉଥିବେ, ଏହା ବି ଏକ ବହୁତ ବଡ଼ ଶୁଭ ସଂକେତ ଅଟେ। ଏହା ଦ୍ୱାରା ଆପଣମାନେ ଜାଣିପାରିବେ ଯେ ଆପଣଙ୍କର ବହୁତ ଜଲ୍ଦି ଭାଗ୍ୟ ବଦଳିବା ପାଇଁ ଯାଉଛି। ତୃତୀୟ ସଂକେତ, ଯଦି ମା ଲକ୍ଷ୍ମୀଙ୍କର କୃପା ଆପଣଙ୍କ ଉପରେ ବର୍ଷିବା ପାଇଁ ଥିବ ଆପଣଙ୍କୁ ପଦ୍ମ ଫୁଲ ଆପଣଙ୍କ ଘରକୁ ଆପଣ ନ ଚାହିଁଲେ ବି ଆସିବ। ପଦ୍ମ ଫୁଲ ଆପଣ ଯୁଆଡ଼େ ଗଲେ ବି ପଦ୍ମ ଫୁଲର ଫୁଲ ଦେଖିବେ, ସେ କ୍ରାଫ୍ଟରେ ହଉ, ଡ୍ରଇଂରେ ହଉ କିମ୍ବା ଆପଣ ପୁରା ପଦ୍ମ ଫୁଲ ହିଁ ଦେଖିବେ, ଏମିତି ଆପଣମାନେ ଦେଖୁଥିବେ। ଯଦି ଆପଣଙ୍କୁ ବାରମ୍ବାର ପଦ୍ମ ଫୁଲ ଏବଂ ଲାଲର ଯେକୌଣସି ଫୁଲ ବାରମ୍ବାର ଆପଣ ଦେଖୁଛନ୍ତି, ଯୁଆଡ଼େ ଗଲେ ବି ଦେଖୁଛନ୍ତି, ଆପଣଙ୍କ ଘରକୁ ବାରମ୍ବାର ଆସୁଛି, ମା ଲକ୍ଷ୍ମୀଙ୍କର କୃପା ଆପଣଙ୍କ ଉପରେ ବର୍ଷିବା ପାଇଁ ଯାଉଛି ବୋଲି ଜାଣି ରଖନ୍ତୁ। ଚତୁର୍ଥରେ, ଯଦି ଆପଣଙ୍କ ପୂଜା କରିବା ସମୟରେ ଆପଣଙ୍କ ଘରକୁ 8 ବର୍ଷରୁ କମ ଛୁଆମାନେ ଆସୁଛନ୍ତି, ଅଚାନକ ଆସୁଛନ୍ତି କିମ୍ବା ଘରକୁ ଅତିଥି ଆସୁଛନ୍ତି, ତେବେ ଜାଣିନେବେ ଯେ ଆପଣଙ୍କ ଉପରେ ମା ଲକ୍ଷ୍ମୀଙ୍କର କୃପା ବର୍ଷିବା ପାଇଁ ଯାଉଛି। ପଞ୍ଚମରେ, ଯଦି ଆପଣ ପୂଜା କରୁଛନ୍ତି ସେହି ସମୟରେ କିମ୍ବା ସନ୍ଧ୍ୟା ସମୟରେ ଅଚାନକ ଆପଣଙ୍କ ଘରକୁ ଅତିଥି ଆସୁଛନ୍ତି, ତେବେ ଏହା ଭଗବାନ ଆସୁଛନ୍ତି ବୋଲି ଆପଣମାନେ ଜାଣି ରଖନ୍ତୁ। ଏହା ଦ୍ୱାରା ଜାଣିନେବେ ଯେ ଭଗବାନ ଆପଣଙ୍କ ଘରକୁ ଆସୁଛନ୍ତି ବୋଲି ଆପଣମାନେ ଜାଣି ରଖନ୍ତୁ। ପଞ୍ଚମ ସଂକେତ, ମା ଲକ୍ଷ୍ମୀଙ୍କର କୃପା ଆପଣଙ୍କ ଉପରେ ରହିବା ଆଗରୁ ଯଦି ଆପଣଙ୍କ ଉପରେ ରାତ୍ରି ସମୟରେ କିମ୍ବା ଦିନର କୌଣସି ବି ସମୟରେ ଆପଣମାନେ ଦେଖୁଛନ୍ତି ଯେ କୌଣସି ଏକ ପଶୁ କିମ୍ବା ପକ୍ଷୀ ଫଳକୁ ଅଧା ଖାଇକରି ଆପଣଙ୍କ ଛାତ କିମ୍ବା ବାଲକନି ଘରର ଆଖପାଖରେ ପକାଇ କରି ଚାଲି ଯାଉଛି, ଏହା ବି ଭାଗ୍ୟ ବଦଳିବା ପୂର୍ବରୁ ଏକ ଶୁଭ ସଂକେତ ଅଟେ। ଷଷ୍ଠ ସଂକେତ, ଯଦି ଆପଣଙ୍କ ଘରେ କୌଣସି ପକ୍ଷୀ ବସା ବାନ୍ଧିବ ତେବେ ଏହା ବି ମା ଲକ୍ଷ୍ମୀଙ୍କର କୃପା ବୋଲି କୁହାଯାଏ। ଯଦି ଆପଣ ଏମିତି ସଂକେତ ଦେଖୁଛନ୍ତି ତେବେ ଖୁସି ହୋଇଯାଆନ୍ତୁ ଯେ ବହୁତ ଜଲ୍ଦି ମା ଲକ୍ଷ୍ମୀଙ୍କର କୃପା ଆପଣଙ୍କ ଉପରେ ବର୍ଷିବା ପାଇଁ ଯାଉଛି। ସପ୍ତମ ସଂକେତ, ମା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ହେବା ଆଗରୁ ବା ଆପଣଙ୍କର ଭାଗ୍ୟ ବଦଳିବା ପୂର୍ବରୁ ରଙ୍ଗ ବେରଙ୍ଗର ଚଢ଼େଇ ଆପଣଙ୍କ ଘରର ଆଖପାଖରେ ଆପଣ ଦେଖିବେ ବାରମ୍ବାର।
କାଉ ନୁହଁ କିମ୍ବା କୋଇଲି ନୁହଁ, ରଙ୍ଗ ବେରଙ୍ଗ ବିଭିନ୍ନ ରଙ୍ଗର ଚଢ଼େଇ ଆପଣମାନେ ତ ଜାଣିଥିବେ। ସେହି ଚଢ଼େଇ ଆପଣଙ୍କ ଘର ଆଖପାଖରେ ଆସିକରି ବସିବେ, ଆପଣ ଦେଖୁଥିବେ, ତେବେ ଜାଣିନେବେ ଯେ ଆପଣଙ୍କ ଘରକୁ ମା ଲକ୍ଷ୍ମୀଙ୍କର କୃପା ବର୍ଷିବା ପାଇଁ ଯାଉଛି। ଅଷ୍ଟମ ସଂକେତ, ଯଦି ମା ଲକ୍ଷ୍ମୀଙ୍କର କୃପା ଆପଣଙ୍କ ଉପରେ ବର୍ଷିବା ପାଇଁ ଯାଉଛି, ତା ଆଗରୁ ଆପଣମାନଙ୍କୁ ଏମିତି କିଛି ସଂକେତ ମିଳିଥାଏ। ଆପଣଙ୍କୁ ଯଦି କିଛି ସଂକେତ ମିଳିଛି ତେବେ କମେଣ୍ଟ ସେକ୍ସନରେ ନିଶ୍ଚୟ ଜଣାନ୍ତୁ। ଆପଣଙ୍କ ଘରର ତୁଳସୀ ଗଛ ଅଚାନକ ଛନଛନିଆ ହୋଇ ବାହାରିବ, ଅତି ସୁନ୍ଦର ଏବଂ ସତେଜ ହୋଇ ବାହାରିବ, ତେବେ ଜାଣିନେବେ ଯେ ମା ଲକ୍ଷ୍ମୀଙ୍କର କୃପା ଆପଣଙ୍କ ଉପରେ ଅଚାନକ ବର୍ଷିବା ପାଇଁ ଯାଉଛି। ମା ଲକ୍ଷ୍ମୀ ଆପଣଙ୍କ ଉପରେ ସନ୍ତୁଷ୍ଟ ଅଛନ୍ତି। ଯଦି ଆପଣଙ୍କ ଘରର ତୁଳସୀ ଗଛ ଅଚାନକ ରଙ୍ଗ ବଦଳାଇବା ଆରମ୍ଭ କରିବ, କୃଷ୍ଣ ତୁଳସୀ ଥିଲେ ରାମ ତୁଳସୀଙ୍କ ପରି ହୋଇଯିବେ କିମ୍ବା ରାମ ତୁଳସୀ ଥିଲେ କୃଷ୍ଣ ତୁଳସୀଙ୍କ ପରି ହୋଇଯିବେ। ତୁଳସୀ ଗଛର ପତ୍ରର କୁଞ୍ଚୁ କୁଞ୍ଚିଆ ହବ, ଅଲଗା ଅଲଗା ଆକୃତିର ହବ, ସୁନ୍ଦର ଲାଗୁଥିବ ଆପଣଙ୍କ ଆଖିକୁ। ଆପଣ ଯେପରି ଆଣିଥିବେ ସେପରି ନୁହଁ, ଟିକେ ଅଲଗା ଟାଇପର ହବ, ତେବେ ଆପଣଙ୍କ ଉପରେ ଭଗବାନ ବିଷ୍ଣୁଙ୍କର ଆଶୀର୍ବାଦ ଅଛି ବୋଲି ଜାଣିବେ। ଯଦି ଆପଣଙ୍କୁ ରାସ୍ତାରେ ବାହାରକୁ ଯିବା ସମୟରେ କେହି ଝାଡୁ ଲଗାଉଥିବାର ଦେଖିବେ, ତେବେ ଏହା ବି ଏକ ବହୁତ ବଡ଼ ଶୁଭ ସଂକେତ ଅଟେ। ଯଦି ଆପଣମାନେ ସ୍ୱପ୍ନରେ ନିଜର ଇଷ୍ଟ ଦେବତାଙ୍କୁ ଦେଖିବେ, ଏହା ବି ଏକ ବହୁତ ବଡ଼ ଶୁଭ ସଂକେତ ଅଟେ। ଯଦି ଆପଣମାନେ ବ୍ରହ୍ମ ମୁହୂର୍ତ୍ତରେ ଆପଣଙ୍କର ନିଦ ବାରମ୍ବାର ଭାଙ୍ଗୁଥିବ, ତେବେ ଜାଣି ରଖିବେ ଯେ ମା ଲକ୍ଷ୍ମୀଙ୍କର କୃପା ଆପଣଙ୍କ ଉପରେ ବର୍ଷିବା ପାଇଁ ଯାଉଛି। ଏବେ ଦର୍ଶକ ବନ୍ଧୁ, ଆପଣମାନଙ୍କୁ ଯଦି ଏହି ଭିତରୁ କିଛି ସଂକେତ ମିଳୁଛି, କମେଣ୍ଟ ସେକ୍ସନରେ ନିହାତି ଜଣାନ୍ତୁ। ଏହି ଭିଡିଓକୁ ଅଧିକରୁ ଅଧିକ ମାତ୍ରାରେ ସେୟାର କରନ୍ତୁ। ଆଜି ପାଇଁ ରହୁଛି, ପୁଣି ଦେଖା ହେବ ଆଗାମୀ ଏକ ସୁନ୍ଦର